କଳାହାଣ୍ଡିର ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ ପରଲୋକରେ। କଳାହାଣ୍ଡି ତଥା ରାଜ୍ୟର ଜଣେ ବିଶିଷ୍ଟ ଶିଳ୍ପପତି ଡିଡି ବିଲ୍ଡର୍ସର ନିର୍ଦ୍ଦେଶକ କୋକସରା ବ୍ଲକ ଲଡ଼ୁଗାଁ ନିବାସୀ ତ୍ରିଲୋଚନ ଅଗ୍ରୱାଲଙ୍କ ପରଲୋକ ମଙ୍ଗଳବାର ଦିନ ଲଡ଼ୁଗାଁସ୍ଥିତ ବାସଭବନରେ ହୃଦଘାତରେ ହୋଇଛି। 66 ବର୍ଷ ବୟସରେ କୋକସରା ବ୍ଲକର ଲଡ଼ୁଗାଁ ବାସଭବନରେ ଆକସ୍ମିକ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅନ୍ତିମ ସଂସ୍କାର ବୁଧବାର ଲଡ଼ୁଗାଁରେ ଅନୁଷ୍ଠିତ ହୋଇଯାଇଥିବା ପରିବାର ବର୍ଗ ପକ୍ଷରୁ ସୂଚନା ମିଳିଛି। ଦିବଙ୍ଗତ ତ୍ରିଲୋଚନ ଅଗ୍ରୱାଲ ଜଣେ ଜିଲ୍ଲା ତଥା ରାଜ୍ୟର ବିଶିଷ୍ଟ ଶିଳ୍ପପତି ଥିଲେ। ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ ସମାଜସେବୀ, ପରୋପକାରୀ, ମେଳାପୀ ଓ ଲୋକଙ୍କ ସୁଖ ଦୁଃଖରେ ସହଭାଗୀ ଭାବେ ଅଞ୍ଚଳରେ ଜଣାଶୁଣା ବ୍ୟକ୍ତି ବିଶେଷ ଭାବେ ପରିଚିତ ଥିଲେ। ସେ ଲଡ଼ୁଗାଁରେ 2001 ମସିହାରୁ ମାମୋ ଦେବୀ ପ୍ରାଥମିକ ଚିକିତ୍ସାଳୟ ମାଧ୍ୟମରେ ରୋଗୀମାନଙ୍କୁ ମାଗଣା ଚିକିତ୍ସା ଓ ଆମ୍ବୁଲାନ୍ସ ସେବା ଯୋଗାଉଥିଲେ। ଲଡ଼ୁଗାଁରେ ବିଭିନ୍ନ ଯାତ୍ରୀମାନଙ୍କ ରହିବା ପାଇଁ ବସ୍ ଷ୍ଟାଣ୍ଡ ନିକଟରେ ଏକ ଧର୍ମଶାଳାର ବ୍ୟବସ୍ଥା କରାଇଥିଲେ। ବିଭିନ୍ନ ସମୟରେ ମେଗା ଚିକିତ୍ସା କ୍ୟାମ୍ପ ମାଧ୍ୟମରେ ଅନେକ ଚିକିତ୍ସକ ବିଶେଷଜ୍ଞଙ୍କୁ ଆଣି ଅଞ୍ଚଳର ଜନସାଧାରଣଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରି ଆସୁଥିଲେ। ଅନେକ ଗରିବ ପରିବାରର ସହାୟତା ସହିତ ଅନେକ ଗରିବ ଝିଅମାନଙ୍କର ବିବାହ କରାଇଥିଲେ। ତାଙ୍କର ଆକସ୍ମିକ ବିୟୋଗରେ କୋକସରା ବ୍ଲକ ସମେତ କଳାହାଣ୍ଡି ଜିଲ୍ଲାରେ ଆତ୍ମୀୟ ପରିଜନ ଓ ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ବ୍ୟୁରୋ ରିପୋର୍ଟ, ଜନମତ ଟିଭି।